ଆମ ଭଦ୍ରକ ତିହିଡ଼ିରେ ଏମିତି ଜାଗା ଦେଖିବାକୁ ମିଳିବ ମୁଁ କେବେ ଭାବିନଥିଲି। ତ ଗାଇସ୍ ତମ ଗଲା ବ୍ଲଗରେ ଦେଖିଥିଲ କି ଆମେ ଆସିଥିଲୁ ଆମ ତିହିଡ଼ିରେ ଥିବା ଆଶ୍ରମକୁ ଭୋଜି କରିବା ପାଇଁ। ଆଉ ଏଠି ଭୋଜି ଯାହା ଯେମିତି କରିକି ତ ସରିଗଲା। ଦେନ୍ ଏଠି ବାପା ବୋଉଙ୍କୁ କାରରେ ବସେଇ ଦେଇକି ଆମେ 4 ଜଣ ବାପାଙ୍କ ଗାଡ଼ି ରଖିଦେଇଥିଲୁ। ସିଏ ଏଇ ବାଉନ ମତେ 3-4 ଦିନ ହବ କହୁଛି ସିଏ ଯୋଉ ହଷ୍ଟେଲରେ ଛୋଟବେଳୁ ରହିକି ଆସିଛି ସେ ହଷ୍ଟେଲକୁ ବୁଲିବାକୁ ଯିବା ପାଇଁ। ଆଉ ଦେନ୍ ଆମେ ବାହାରି ଚାଲିଥିଲୁ ହଷ୍ଟେଲକୁ, କିନ୍ତୁ ବାଟରେ ସବୁ କଣ୍ଟା ଆଉ ବାକି ଯାହା ଯେମିତି କରି ଆମେ ହଷ୍ଟେଲରେ ପହଞ୍ଚିଗଲୁ। ଆଉ ଯୋଉମାନେ ବି ହଷ୍ଟେଲରେ ପଢିକି ଯାଇଛ ତାହେଲେ କମେଣ୍ଟ ନିଶ୍ଚୟ ଜଣେଇଯିବ ହଷ୍ଟେଲର ନା। ଏଠି ହଷ୍ଟେଲକୁ ଏଣ୍ଟ୍ରି ମାରିଲା ଭିତରେ ଆମକୁ ପ୍ରଥମରୁ ଶ୍ରୀ ଅରବିନ୍ଦଙ୍କର ମୂର୍ତ୍ତି ଦେଖିବାକୁ ମିଳିଲା। ବାକି ଏଠି ଆମେ ଭିତରକୁ ତ ଏଣ୍ଟ୍ରି ମାରି ଦେଇଥିଲୁ। ଆଉ ତମେ ଭାବୁଥିବ ପିଲା ସବୁ ଗଲେ କୁଆଡେ। ଏଟା ଯେହେତୁ ଆମେ ଖରାବେଳିଆ ଟାଇମରେ ପଶିଥିଲୁ ତ ଖରାବେଳିଆ ପିଲାଙ୍କର ଶୋଇବା ଟାଇମ। ଆଉ ଦେନ୍ ବାଉନ ଆମକୁ ଡାକି ଦେଇଥିଲା ରିଲାକ୍ସ ଭିତରକୁ। ଯେହେତୁ ଏଠି ମା ଅଛନ୍ତି ତ ସେଥିପାଇଁ ଆମେ ଗୋଡ ହାତ ଧୋଇକି ଭଲସେ ଚାଲୁ ରିଲାକ୍ସ ଭିତରକୁ। ଆଉ ଏଠିକାର ନିୟମ ଏମିତି କିଛି ଥିଲା ଯେ ଶାନ୍ତି ଶୃଙ୍ଖଳା କରିକି ରିଲାକ୍ସ ଭିତରକୁ ଯିବାକୁ ପଡେ। ଆଉ ଏଠିକାର ଚାରିପଟ ଦୃଶ୍ୟ ତମକୁ କେମିତି ଲାଗୁଛି କମେଣ୍ଟ ନିଶ୍ଚୟ ଜଣେଇଯିବ। ବାକି ଏଠି ମାଙ୍କ ରିଲାକ୍ସ ଭିତରକୁ ଆମେ ପଶି ଯାଇଥିଲୁ। ଆଉ ଏଠି କିଛି ସମୟ ଆମେ ଶାନ୍ତିରେ ବସିଲୁ। ଆଉ ଏଠି କିଛି ଟାଇମ ବସିଲା ପରେ ଆମେ ପଳେଇ ଆସିଥିଲୁ ବାହାରକୁ, କାରଣ ଆମକୁ ସନ୍ଧ୍ୟା ନ ହେବା ପୂର୍ବରୁ ଘରେ ଯାଇ ପହଞ୍ଚିବାକୁ ପଡିବ, ନହେଲେ ବହୁତ ମାରିବାରେ। ଆଉ ଏଠି ନା ସନ୍ଧ୍ୟା ନ ହେବା ପୂର୍ବରୁ ଆମେ ପଳେଇ ଆସିଥିଲୁ ଘରକୁ। ବାକି ଭିଡ଼ିଓଟା ଭଲ ଲାଗିଲେ ଫଲୋ ସବସ୍କ୍ରାଇବ କରିକି ଯିବ। ଆଉ କମେଣ୍ଟ ନିଶ୍ଚୟ ଜଣେଇକି ଯିବ କୋଉ ମାନେ ଏ ହଷ୍ଟେଲରେ ପଢିକି ଯାଇଛ। ରହିଲି ଜୟ ଜଗନ୍ନାଥ, ଦେଖା ନେକ୍ସଟ ବ୍ଲଗରେ।